श्रोता बंधु माने आज आम श्रीमद्भगवद गीतार तृतीय अध्याय श्रवण करिया। ओम परमात्माय नमः। अथ तृतीय अध्याय कर्मयोग। अर्जुन उवाच जयसि चेत्कर्मणस्ते मता बुद्धि जनार्दन ततो किं कर्माणि घोरे मां नियोजयसि केशव। अर्जुन कहले, हे जनार्दन, जदि आपणक मतरे कर्म अपेक्षा ज्ञान श्रेष्ठ, तेबे हे केशव मोते काहींकि भयंकर कर्मरे लगाउछन्ति। व्यामिश्रेणेव वाक्येन बुद्धिं मोहयसीव मे तदेकं वद निश्चित येन श्रेयोऽहमापयेयम्। आपण गोलिया मिशिया परी लागुथिबा कथारे मते बुद्धि को मोहित प्राय करि देउछन्ति। तेणु निश्चय करी गोटिए कथा कुहन्तु, जहाद्वारा कि मु कल्याण प्राप्त हबि। श्री भगवान उवाच लोकयास्मिन् द्विविधा निष्ठा पुरा प्रोक्ता मया नघ ज्ञानयोगेन सांख्यानां कर्मयोगेन योगिनाम्। श्री भगवान कहले, हे निष्ठाप, यही लोकरे दुई प्रकार निष्ठा हुए बोली मु आगुरु कहि सारिछि। तन्मध्यरु संख्या योगी मानकर निष्ठा ज्ञानयोग द्वारा एवं योगी मानकर निष्ठा कर्मयोग द्वारा होइथाय। न कर्मामनारम्भानैष्ठिकमं पुरुषस्नुते न च सन्न्यासनादेव सिद्धिं समधिगच्छति। मनुष्य कर्मचरण न करी निष्ठार्मता बा योगनिष्ठा पाई पारे नाही, कि केवल कर्म त्याग करिदेई भी सिद्धि बा संख्या निष्ठा पाई पारे नाही। न हि कञ्चित् क्षणमपि जातु तिष्ठत् कर्मकृत कार्यते हेवस कर्म सर्वप्रकृति जैगुण्य। ଏହା ନିଃସନ୍ଦେହ ଯେ କୌଣସି ମନୁଷ୍ୟ କୌଣସି ସମୟରେ କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରେ ନାହିଁ, କାରଣ ସମସ୍ତ ପ୍ରାଣୀ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କର ପରବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି। कर्मेन्द्रियाणि संयमः आस्ते सम मनसा शरण इंद्रियार्थेन विमूढात्मा मिथ्याचार सह उच्यते। जो मूढ़बुद्धि मनुष्य कर्मेन्द्रिय मानकु बलपूर्वक उपरू उपरू बुद्धि करिदेई मन द्वारा सेही इंद्रिय मानकर विषय चिंतन करुथाए, ताहाकु मिथ्याचारी अर्थात दंभी बोली कुहाजाए। यस्त्रिंद्रियाणि मनसा नियम्यारेभतेर्जुन कर्मेन्द्रियै कर्मयोगमशक्तो स विशेषते। किंतु हे अर्जुन, जो पुरुष मन द्वारा इंद्रिय मानकु वश करी अनंतर होई समस्त इंद्रिय द्वारा कर्मयोग आचरण करती, से श्रेष्ठ अटंती। नियतं कुकर्म नियत कुरु कर्म त्यं
କର୍ମଜ୍ୟୟ ଅକର୍ମସ୍ୟ ଶରୀରାଯାତ୍ରାପି ଚ ତେ ନ ପ୍ରସିଦ୍ଧ୍ୟଦକର୍ମଣ୍ୟ। ତୁମେ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ କର, କାରଣ କର୍ମ ନ କରିବା ଠାରୁ କର୍ମ କରିବା ଶ୍ରେଷ୍ଠ। କର୍ମ ନ କଲେ ତୁମର ଶରୀର ନିର୍ବାହ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ। ଯଜ୍ଞାର୍ଥତଃ କର୍ମଣ ନ୍ୟତ୍ର ଲୋକୋऽୟଂ କର୍ମବନ୍ଧନଃ ତଦರ್ಥଂ କର୍ମ କୌନ୍ତେୟ ମୁକ୍ତସଙ୍ଗ ସମାଚର। ଯଜ୍ଞ ପାଇଁ କରାଯାଉଥିବା କର୍ମ ଛଡ଼ା ଅନ୍ୟ କର୍ମମାନଙ୍କରେ ଲାଗି ରହିବା ଫଳରେ ହିଁ ମନୁଷ୍ୟମାନେ କର୍ମବନ୍ଧନରେ ପଡ଼ନ୍ତି। ତେଣୁ ହେ ଅର୍ଜୁନ, ତୁମେ ଆସକ୍ତି ରହିତ ହୋଇ କେବଳ ଯଜ୍ଞ ପାଇଁ ହିଁ ଭଲ ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କର। ସହ ଯଜ୍ଞ ପ୍ରକାଶିଷ୍ଟା ପୁରୋବାଚ ପ୍ରଜାପତି ଅନେନ ପ୍ରସଦ୍ଭିଷଧିମେଷ ବସିଷ୍ଠ କାମଧୁକ। ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ସେମାନଙ୍କୁ କହିଥିଲେ, ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ବୃଦ୍ଧିପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମ୍ଭମାନଙ୍କର ବାଞ୍ଛିତ ଭୋଗ ପ୍ରଦାନ ହେଉ। ଦେବାନ ଭାବୟତାନେନ ते ଦେବା ଭାବୟନ୍ତୁଃ ପରସ୍ପରଂ ଭାବୟନ୍ତଂ ଶ୍ରେୟୋ ପରମବାପ୍ସ୍ୟଥ। ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମର ଉନ୍ନତି କରନ୍ତୁ। ଏହିପରି ନିଃସ୍ୱାର୍ଥ ଭାବରେ ପରସ୍ପର ଉନ୍ନତି କରିବା ଫଳରେ ତୁମ୍ଭେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ। ଇଷ୍ଟାନ ଭୋଗାନ ହିବ ଦେବା ଦାସ୍ୟନ୍ତେ ଯଜ୍ଞଭାବିତା ତଦ୍ଦତ୍ତା ନ ପ୍ରଦାୟୋଭ ଯୌଭୁଙ୍କ୍ତେସ୍ତେନ ଏବ ସା। ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ତୁମର ବିନା ପ୍ରାର୍ଥନାରେ ବାଞ୍ଛିତ ଭୋଗ ନିଶ୍ଚୟ ପ୍ରଦାନ କରିଚାଲିବେ। ସେହି ଦେବତାମାନଙ୍କର ଦ୍ୱାରା ଏହିପରି ପ୍ରଦତ୍ତ ଭୋଗପଦାର୍ଥଗୁଡ଼ିକ ଯେଉଁ ପୁରୁଷ ସେମାନଙ୍କୁ ଅର୍ପଣ ନ କରି ସ୍ୱୟଂ ଭୋଗ କରେ, ସେ ଚୋର ହିଁ ଅଟେ। ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବଜିଲୋଭିଷୈ ଭୁଞ୍ଜନ୍ତେ ତେ ତୃଘଂ ପାପା ଯେ ପଞ୍ଚନ୍ତ ଆତ୍ମକାରଣନାତ୍। ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେଉଁ ପାପୀମାନେ ନିଜର ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି, ସେମାନେ ପାପ ହିଁ ଭୋଜନ କରନ୍ତି। ଅନ୍ନାଦ୍ ଭବନ୍ତି ଭୂତାନି ପର୍ଜନ୍ୟଦନ୍ନ ସମ୍ଭବ ଯଜ୍ଞାଦ୍ ଭବତି ପର୍ଜନ୍ୟୈ କର୍ମସମୁଦ୍ଭବ। କର୍ମ ବ୍ରହ୍ମ ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ତସ୍ମାତ୍ ସର୍ବଭଗତଂ ବ୍ରହ୍ମ ନିତ୍ୟ ଯଜ୍ଞେ ପ୍ରତିଷ୍ଠିତାମ୍। ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି। ଅନ୍ନର ଉତ୍ପତ୍ତି ବୃଷ୍ଟିରୁ ହୁଏ, ବୃଷ୍ଟି ଯଜ୍ଞରୁ ଉତ୍ପନ୍ନ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ। କର୍ମ ସମୁଦାୟ ବେଦରୁ ଉତ୍ପନ୍ନ ହୁଅନ୍ତି ଏବଂ ବେଦ ଅବିନାଶୀ ପରମାତ୍ମାଙ୍କଠାରୁ ଉତ୍ପନ୍ନ ହୋଇଛନ୍ତି ବୋଲି ଜାଣ।
ତେଣୁ ସିଦ୍ଧି ହେଲା ଯେ ସର୍ବବ୍ୟାପୀ ପରମ ଅକ୍ଷର ପରମାତ୍ମା ବି ସଦାସର୍ବଦା ଯଜ୍ଞରେ ପ୍ରତିଷ୍ଠିତ ଏବଂ ପ୍ରବର୍ତ୍ତିତାଂ ଚକ୍ରଂ ନାନୁବର୍ତ୍ତୟତି ହୟଜ ଅଘାୟୁରିନ୍ଦ୍ରାୟାରାମ ମଘଂ ପାର୍ଥ ସଜୀବତି। ହେ ପାର୍ଥ, ଯେଉଁ ପୁରୁଷ ଏହି ଲୋକରେ ଏହି ପ୍ରକାରରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ସୃଷ୍ଟିଚକ୍ରର ଅନୁକୂଳ ହୋଇ ଚଳେ ନାହିଁ, ଅର୍ଥାତ୍ ନିଜର କର୍ତ୍ତବ୍ୟ ପାଳନ କରେ ନାହିଁ, ଇନ୍ଦ୍ରିୟମାନଙ୍କୁ ଦ୍ୱାରା ଭୋଗରେ ପରମ କରୁଥିବା ସେହି ପାପେୟ ପୁରୁଷ ବୃଥାରେ ଜୀବନ ଧାରଣ କରେ। ଯସ୍ତ୍ରାମରତିରେବ ସଦ୍ୟାନ୍ମୃତ୍ୟୁପଶ୍ଚ ମାନବ ଆତ୍ମାନବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। କିନ୍ତୁ ଯେଉଁ ପୁରୁଷ ଆତ୍ମାରେ ରମଣ କରୁଥାନ୍ତି ଏବଂ ଆତ୍ମାରେ ତୃପ୍ତି ତଥା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି, ତାଙ୍କ ପାଇଁ କୌଣସି ବି କର୍ତ୍ତବ୍ୟ କରିବାକୁ ବାକି ରହି ନଥାଏ। ନୈବ ସତ୍ୟ ନୈବ ତସ୍ୟ କୃତେନାର୍ଥ ନାକୃତେନେହ କଶ୍ଚନ ନ ଚାସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟ। ସେହି ମହାପୁରୁଷଙ୍କର ଏହି ବିଶ୍ୱାସରେ କୌଣସି କର୍ମ କରିବାରେ ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ତସ୍ମାଦ୍ ସତତଂ କାର୍ଯ୍ୟକର୍ମ ସମାଚର ଅସକ୍ତୋ ହ୍ୟଚରନ କର୍ମ ପରମାପ୍ନୋତି ପୁରୁଷ। ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ତ୍ତବ୍ୟ କର୍ମ କର, କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପାଇଯାଆନ୍ତି। କର୍ମଣ୍ୟୈବ ହି ସଂସିଦ୍ଧିମାର୍ଚ୍ଛିତା ଜନକାଦୟ ଲୋକସଂଗ୍ରହମେବାପି ସମ୍ପଶ୍ୟନ କର୍ତ୍ତୁମହର୍ଷି। ଜନକାଦି ଜ୍ଞାନୀମାନେ ମଧ୍ୟ ଆସକ୍ତି ରହିତ କର୍ମଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଲୋକକଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ଯଦ୍ୟଦାଚରତି ଶ୍ରେଷ୍ଠସ୍ତଦ୍ଦେବେତରଜନ ସଯତ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ। ଶ୍ରେଷ୍ଠ ପୁରୁଷ ଯେଉଁ ଯେଉଁ ଆଚରଣ କରନ୍ତି, ଅନ୍ୟ ପୁରୁଷମାନେ ମଧ୍ୟ ସେହି ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି, ଲୋକେ ତାହା ଅନୁସରଣ କରନ୍ତି। ନ ମେ ପାର୍ଥାସ୍ତି କର୍ତ୍ତବ୍ୟଂ ତ୍ରିଷୁ ଲୋକେଷୁ କିଞ୍ଚିନ ନାନବାପ୍ତମବାପ୍ତବ୍ୟ ବର୍ତ୍ତଂ ଏବ ଚ କର୍ମଣି। ହେ ଅର୍ଜୁନ, ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ କି କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାୟପ୍ତ ନୁହେଁ, ତଥାପି ମୁଁ କର୍ମରେ ହିଁ ଲାଗି ରହିଛି। ଯଦି ଅହଂ ନ ବର୍ତ୍ତେୟଂ ଯାତୁ କର୍ମାଣ୍ୟୋତଦ୍ରିତା ମମ ବର୍ତ୍ମାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୟ। କାରଣ ହେ ପାର୍ଥ, ଯଦି ମୁଁ କେବେ ସାବଧାନ ହୋଇ କର୍ମରେ
ଲାଗି ନ ରହିବି ତେବେ ବଡ଼ କ୍ଷତି ହୋଇଯିବ। କାରଣ ମନୁଷ୍ୟମାନେ ସବୁ ଦିଗରୁ ମୋତେ ଅର୍ଥାତ୍ ମୋରି ମାର୍ଗ ଅନୁସରଣ କରନ୍ତି। ଉତ୍ସାଦେୟୁରିମେ ଲୋକା ନ କୁର୍ଯଂ କର୍ମୋଚେଦହଂ ଶଙ୍କରସ୍ୟ च କର୍ତ୍ତା ସ୍ୟାମୁପହନ୍ୟମିମା ପ୍ରଜା। ତେଣୁ ଯଦି ମୁଁ କର୍ମ ନ କରିବି ତେବେ ଏ ସମସ୍ତ ମନୁଷ୍ୟ ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ଶଙ୍କରତାର କର୍ତ୍ତା ହୋଇଯିବି ତଥା ଏହି ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାର କାରଣ ହୋଇଯିବି। ସକ୍ତା କର୍ମଣ୍ୟବିହାୟଂସୋ ଯଥା କୁର୍ବନ୍ତି ଭାରତ କୁର୍ଯାଦୋ ବିଦ୍ୟାଂସ୍ତଥା ସକ୍ତଶ୍ଚିକୀର୍ଷୁ ଲୋକସଂଗ୍ରହଂ। ହେ ଭାରତ, କର୍ମରେ ଆସକ୍ତ ହୋଇଥିବା ଅଜ୍ଞାନ ଲୋକେ ଯେଉଁ ପ୍ରକାରରେ କର୍ମ କରନ୍ତି, ଆସକ୍ତିରହିତ ବିଦ୍ୱାନ ମଧ୍ୟ ଲୋକସଂଗ୍ରହ କରିବାକୁ ଇଚ୍ଛୁକ ହୋଇ ସେହି ପ୍ରକାରରେ କର୍ମ କରିବା ଉଚିତ। ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମସଙ୍ଗିନାମ ଯୋଷୟେତ ସର୍ବକର୍ମାଣି ବିଦ୍ୱାନ ଯୁକ୍ତ ସମାଚରନ୍। ପରମାତ୍ମାଙ୍କ ସ୍ୱରୂପରେ ଅଟଳ ଭାବରେ ସ୍ଥିତ ହୋଇଥିବା ଜ୍ଞାନୀ ପୁରୁଷ ଆସକ୍ତିଯୁକ୍ତ ହୋଇ ଶାସ୍ତ୍ର ବିହିତ କର୍ମ କରୁଥିବା ଅଜ୍ଞାନମାନଙ୍କ ବୁଦ୍ଧିରେ ଭ୍ରମ ଅର୍ଥାତ୍ କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ। ବରଂ ସ୍ୱୟଂ ସମସ୍ତ ଶାସ୍ତ୍ର ବିହିତ କର୍ମ ଭଲ ଭାବରେ ଆଚରଣ କରି ସମସ୍ତଙ୍କ ଦ୍ୱାରା ମଧ୍ୟ ସେହିପରି ଆଚରଣ କରାଇବା ଉଚିତ। ପ୍ରକୃତେ କ୍ରିୟମାଣାନି ଗୁଣଂ କର୍ମାଣି ସର୍ବସ୍ୱ ଅହଂକାର ବିମୂଢ଼ାତ୍ମା କର୍ତ୍ତହ୍ୟମିତି ମନ୍ୟତେ। ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାରରେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥାଏ। ତଥାପି ଯାହାର ଅନ୍ତଃକରଣ ଅହଂକାରରେ ମୋହିତ ହୋଇ ରହିଥାଏ, ସେହି ଅଜ୍ଞାନ ମୁଁ ହିଁ କର୍ତ୍ତା ବୋଲି ମନେ କରେ। ତତ୍ ବିକ୍ତୁ ମହାବାହୋ ଗୁଣକର୍ମବିଭାଗୟୋ ଗୁଣାଗୁଣେଷୁ ବର୍ତ୍ତନ୍ତେ ଇତି ମତା ନ ସଜ୍ଜତେ। କିନ୍ତୁ ହେ ମହାବାହୋ, ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ଜ୍ଞାନଯୋଗୀ ଗୁଣମାନେ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ପ୍ରକୃତେର୍ଗୁଣସମ୍ମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ ତାନ୍ କୃଷିବିଦ୍ ମନ୍ଦାନ୍ କୃଷ୍ଣବିନ୍ନ ବିତାଡ଼ୟେତ୍। ପ୍ରକୃତରେ ଗୁଣରେ ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତ ରହିତ ପୂର୍ଣ୍ଣ ଭାବରେ ବୁଝି ନ ଥିବା ସେହି ମନ୍ଦବୁଦ୍ଧି ଅଜ୍ଞାନମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ନିରାଶୀ ନିର୍ମମ ଭୂତ୍ୱା ଯୁଦ୍ଧସ୍ୟ ବିଗତୋଜ୍ଜର। ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କଠାରେ ଲାଗି ରହିଥିବା ଚିତ୍ତରେ ସମସ୍ତ କର୍ମ ମୋଠାରେ ଅର୍ପଣ କରିଦେଇ ଆଶାରହିତ, ମମତାରହିତ ଓ ସନ୍ତାପରହିତ ହୋଇ ଯୁଦ୍ଧ କର।
ଯେ ମେ ମତମିଦଂ ନିତ୍ୟ ଅମତିଷ୍ଠନ୍ତି ମାନବା ଶ୍ରଦ୍ଧାବନ୍ତ ନ ଶୂୟନ୍ତୋ ମୁଚାନ୍ତେ ତେପି କର୍ମୈଭି। ଯେଉଁ ମନୁଷ୍ୟମାନେ ଦୋଷ ଦୃଷ୍ଟିରୁ ରହିତ ହୋଇ ଏବଂ ଶ୍ରଦ୍ଧାଯୁକ୍ତ ହୋଇ ସଦାସର୍ବଦା ମୋର ଏହି ମତ ଅନୁସରଣ କରନ୍ତି ସେମାନେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି। ଯେ ତେଦଭ୍ୟାସୂୟନ୍ତେ ନାନୁତିଷ୍ଠନ୍ତି ମେ ମତମ୍ ସର୍ବଜ୍ଞାନ ବିମୂଢ଼ାଂସ୍ତାନ୍ ବିଦ୍ଧି ନଷ୍ଟାନ ଚେତସା। କିନ୍ତୁ ଯେଉଁ ମନୁଷ୍ୟମାନେ ମୋଠାରେ ଦୋଷାରୋପଣ କରି ମୋର ଏହି ମତ ଅନୁସାରେ ଚଳନ୍ତି ନାହିଁ ସେହି ମୂର୍ଖମାନଙ୍କୁ ତୁମେ ସମସ୍ତ ଜ୍ଞାନରେ ମୂଢ଼ ବୋଲି ଓ ନଷ୍ଟ ହୋଇଯାଇଛନ୍ତି ବୋଲି ହିଁ ଜାଣ। ସଦୃଶଂ ଚେଷ୍ଟତେ ସସ୍ୟ ପ୍ରକୃତିଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ଗ୍ରହ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ନିଜ ସ୍ୱଭାବର ପରବଶ ହୋଇ କର୍ମ କରନ୍ତି। ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜ ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ତେଣୁ ଏଥିରେ କାହାର ଜିଦ୍ ବା କ'ଣ କରିବ? ଇନ୍ଦ୍ରିୟାର୍ଥେନ୍ଦ୍ରିୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ତୟୋର୍ନ ବଶମାଗଚ୍ଛତୌ ହସ୍ୟ ପରିପନ୍ଥିନୌ। ଇନ୍ଦ୍ରିୟର ଅର୍ଥରେ ଅର୍ଥାତ୍ ପ୍ରତ୍ୟେକ ଇନ୍ଦ୍ରିୟର ବିଷୟରେ ରାଗ ଓ ଦ୍ୱେଷ ଲୁଚି ରହିଛି। ମନୁଷ୍ୟର ସେହି ଦୁଇଟିର ବଶବର୍ତ୍ତୀ ହେବା ଉଚିତ ନୁହେଁ କାରଣ ସେ ଦୁଇଟି ହେଉଛନ୍ତି ତା'ର କଲ୍ୟାଣ ମାର୍ଗରେ ବିଘ୍ନ ସୃଷ୍ଟିକାରୀ ବିରାଟ ଶତ୍ରୁ। ଶ୍ରେୟାୟାନ ସଧର୍ମ ବିଗୁଣ ପରଧର୍ମାତ୍ ସନୁଷ୍ଠିତାତ୍ ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମ ଭୟାବହ। ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମଠାରୁ ଗୁଣରହିତ ହେଲେ ମଧ୍ୟ ସ୍ୱଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମରିବା ମଧ୍ୟ କଲ୍ୟାଣକର କିନ୍ତୁ ଅନ୍ୟର ଧର୍ମ ଭୟାବହ। ଅର୍ଜୁନ ଉବାଚ ଅଥ କେନ ପ୍ରଯୁକ୍ତୟଂ ପାପଂ ଚରତି ପୁରୁଷ ଅନିଚ୍ଛନ୍ନପି ବାଷ୍ପେୟ ବଲାଦିବ ନିୟୋଜିତ। ଅର୍ଜୁନ କହିଲେ ହେ କୃଷ୍ଣ ପୁଣି ଏହି ମନୁଷ୍ୟ ସ୍ୱୟଂ ଇଚ୍ଛା ନ କଲେ ମଧ୍ୟ ବଳପୂର୍ବକ ଲଗାଇବା ପରି କାହାଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ କରେ। କାମ ଏଷ କ୍ରୋଧ ଏଷ ରଜୋଗୁଣ। ଶ୍ରୀ ଭଗବାନ ଉବାଚ କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବ ମହାସନ ମହାପାପାତ୍ମା ବିଦ୍ଧନମିହ ବୈରିଣାମ୍। ଶ୍ରୀ ଭଗବାନ କହିଲେ ରଜଗୁଣରୁ ଉତ୍ପନ୍ନ ଏହି କାମ ହିଁ କ୍ରୋଧ ଅଟେ। ଯେତେ ଭୋଗ କଲେ ବି ଏହି କାମ ତୃପ୍ତ ହୁଏ ନାହିଁ। ଏ ବଡ଼ ପାପୀ। ଏ ବିଷୟରେ ଏହି କାମକୁ ହିଁ ତୁମେ ଶତ୍ରୁ ବୋଲି ଜାଣ। ଧୂମେନାବୃତାୟତେ ବହ୍ନିଃ ଯଥାର୍ଦ୍ଧସୋ ମଲେନ ଚ ଯଥୋଲ୍ଲେନାବୃତୋ ଗର୍ଭାस्तथा ତେନେଦମାବୃତମ୍। ଅଗ୍ନି ଯେପରି ଧୂଆଁରେ ଆବୃତ ହୋଇଥାଏ ଦର୍ପଣ ଯେପରି
ଧୂଳି ଦ୍ୱାରା ଆବୃତ ହୋଇଥାଏ ତଥା ଗର୍ଭ ଯେପରି ଜରାୟୁ ଦ୍ୱାରା ଆବୃତ ହୋଇ ରହିଥାଏ, ଏହି ଜ୍ଞାନ ସେହିପରି କାମ ଦ୍ୱାରା ଆବୃତ ହୋଇ ରହିଥାନ୍ତି। ଆବୃତାଂ ଜ୍ଞାନମେ ତେନ ଜ୍ଞାନିନ ନିତ୍ୟବୈରିଣା କାମରୂପେଣ କୌନ୍ତେୟ ଦୁଷ୍ପ୍ରେରଣାନଲେନତ ଚ। ଏବଂ ହେ ଅର୍ଜୁନ, ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ ତଥା ଅଗ୍ନି ପରି କେବେ ତୃପ୍ତି ହେଉନଥିବା ଏହି କାମ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି। ଇନ୍ଦ୍ରିୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ଏତୈନୈବି ମୋହୟତସ୍ୟ ଜ୍ଞାନମାବୃତ୍ୟ ଦେହିନାମ୍। ଇନ୍ଦ୍ରିୟଗଣ, ମନ ଓ ବୁଦ୍ଧି ଏମାନଙ୍କ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କର ଦ୍ୱାରା ଅର୍ଥାତ୍ ମନୋବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ। ତସ୍ମାତ୍ତମେନ୍ଦ୍ରିୟାଣ୍ୟଦୌ ନିୟମୌ ଭରତର୍ଷଭ ପାପାତ୍ମାନଂ ପ୍ରଜାହିହନଂ ଜ୍ଞାନ ବିଜ୍ଞାନନାଶରଣମ୍। ତେଣୁ ହେ ଅର୍ଜୁନ, ତୁମେ ପ୍ରଥମେ ଇନ୍ଦ୍ରିୟମାନଙ୍କୁ ବଶ କରି ଜ୍ଞାନ ଓ ବିଜ୍ଞାନକୁ ନାଶ କରୁଥିବା ଏହି ମହାପାପୀ କାମକୁ ହିଁ ସାହସର ସହିତ ମାରିଦିଅ। ଇନ୍ଦ୍ରିୟାଣି ପରାଣ୍ୟହୁରିନ୍ଦ୍ରିୟଭ୍ୟଂ ପରଂ ମନଃ ମନସ୍ତସ୍ତୁ ପରା ବୁଦ୍ଧିର୍ଯ ବୁଦ୍ଧେ ପରସ୍ତସ୍ତୁ ସା। ଇନ୍ଦ୍ରିୟମାନଙ୍କୁ ସ୍ଥୂଳ ଶରୀର ଠାରୁ ଶ୍ରେଷ୍ଠ, ବଳବାନ ଓ ସୂକ୍ଷ୍ମ ବୋଲି କହନ୍ତି। ଇନ୍ଦ୍ରିୟମାନଙ୍କ ଠାରୁ ମନ ଶ୍ରେଷ୍ଠ, ମନଠାରୁ ବୁଦ୍ଧି ଶ୍ରେଷ୍ଠ ଓ ଯାହା ବୁଦ୍ଧିଠାରୁ ମଧ୍ୟ ଅତ୍ୟନ୍ତ ପର ଅର୍ଥାତ୍ ଶ୍ରେଷ୍ଠ, ତାହା ହେଉଛି ଆତ୍ମା। ଏବଂ ବୁଦ୍ଧେ ପରଂ ବୁଦ୍ଧ୍ୟା ସଂସ୍ତଭ୍ୟାତ୍ମାନମାତ୍ମନା ଜହି ଶତ୍ରୁ ମହାବାହୋ କାମରୂପ ଦୁରାସଦମ୍। ଏପରି ଭାବରେ ଆତ୍ମାକୁ ବୁଦ୍ଧିଠାରୁ ପର ଅର୍ଥାତ୍ ସୂକ୍ଷ୍ମ, ବଳବାନ ଓ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ଜାଣି ଏବଂ ବୁଦ୍ଧି ଦ୍ୱାରା ମନକୁ ବଶ କରି ହେ ମହାବାହୁ, ତୁମେ ଏହି କାମରୂପୀ ଦୁର୍ଜୟ ଶତ୍ରୁକୁ ମାରିଦିଅ। ଓଂ ତତ୍ସଦିତି ଶ୍ରୀମଦ୍ଭାଗବଦ୍ଗୀତାସୁପନିଷଦସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସଂବାଦେ କର୍ମଯୋଗ ନାମ ତୃତୀୟ ଅଧ୍ୟାୟ। ଜୟ ଶ୍ରୀକୃଷ୍ଣ। ଦର୍ଶକ ବନ୍ଧୁମାନେ ପ୍ରତିଦିନ ଗୀତା ପାଠ ଶ୍ରବଣ କରନ୍ତୁ ଏବଂ ମୋ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।